କୋପରେ ବଢୁଛନ୍ତି ଆମର ଅଧ୍ୟକ୍ଷ ଯେ କାହିଁକି ଅନେକ ଗୁଡ଼ିଏ ସଂସ୍ଥାରେ ଅଧ୍ୟକ୍ଷ ପଦ ୟା ତ ଖାଲି ରଖାଯାଉଛି ନଚେତ୍ ଇନଚାର୍ଜ ରଖାଯାଉଛି। ତାର ଉଦ୍ଦେଶ୍ୟ କ'ଣ ହେଇଥାଇପାରେ? ୟା ତ ଓଡ଼ିଶାରେ ସଚୋଟ ମଣିଷର ଅଭାବ ଅଛି। ଏ ସଚୋଟ ସରକାର ସଚୋଟ ମଣିଷକୁ ଅପେକ୍ଷା କରିକି ରହିଛନ୍ତି କେବେ ସିଏ ବଡ଼ ହେବେ, କେବେ ସେ ଦକ୍ଷ ହେଲେ ତାଙ୍କୁ ଆଣିକି ବସେଇବେ, ନଚେତ୍ ଖୋଜା ଚାଲିଛି ଆମର କିଏ ଚିହ୍ନା ପରିଚିତ ଥିବେ ସେଇଭଳିଆ ଲୋକକୁ ଆଣିକି ବସେଇବା ପାଇଁ ଖୋଜା ଚାଲିଛି ଯେ କମ୍ପ୍ରମାଇଜ୍ଡ ମଣିଷ ବା କମ୍ପ୍ରମାଇଜ୍ଡ ଅଧ୍ୟକ୍ଷ। ଜୟ ଜଗନ୍ନାଥ। ଜାଗ ଓଡ଼ିଶା ଜଗା ଓଡ଼ିଶାର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜିର ପ୍ରସଙ୍ଗ ଗୋପରେ ବଢୁଛନ୍ତି ଆମ ଅଧ୍ୟକ୍ଷ। ଠିକ୍ ଶୁଣିଲେ ଆଜ୍ଞା, ଯେମିତି ଆପଣମାନେ ଆଗରୁ ଶୁଣିଛନ୍ତି ଯେ ଗୋପରେ ବଢୁଛି କଳା କହ୍ନେଇ। ଆମେ ଆଶା କରିକି ରହିଥାନ୍ତି ପ୍ରଭୁ ଆସିବେ, ସେ ବଢୁଛନ୍ତି, ସମୟ ଆସିଲେ ସେ ଆମ ପାଇଁ ଲଢ଼ିବେ। ଠିକ୍ ସେଇଭଳି ଅନେକ ଗୁଡ଼ିଏ ନିଯୁକ୍ତି ସଂସ୍ଥାର ଅଧ୍ୟକ୍ଷ ପଦ ୟା ତ ଖାଲି ଅଛି, ସେ ପଦବୀରେ କେହି ନାହାନ୍ତି, ନଚେତ୍ ଇନଚାର୍ଜ ଚେୟାରମ୍ୟାନକୁ ରଖାଯାଇଛି ବା ଅଧ୍ୟକ୍ଷକୁ ରଖାଯାଇଛି। କାମ ଚଳା ଚେୟାରମ୍ୟାନ ବା ଅଧ୍ୟକ୍ଷ ରଖାଯିବା ପଛରେ ଏଇଟା ହିଁ କାରଣ ହୋଇପାରେ, କାହିଁକିନା ଯେତେବେଳେ ବର୍ଷାଧିକ ସମୟ ପର୍ଯ୍ୟନ୍ତ ଖାଲି ରହେ ବା 2-3 ବର୍ଷ ଧରିକି ଯେତେବେଳେ କୌଣସି ପଦବୀ ଖାଲି ରହେ, କାମ ଚଳା କୌଣସି ସେକ୍ରେଟାରୀ ଚଳେଇ ଦିଅନ୍ତି ବା ଅନ୍ୟମାନେ କିଏ ଚଳେଇ ଦିଅନ୍ତି, ସେଠି ଆମକୁ ବୁଝିବାକୁ ପଡ଼ିବ କେହି ନା କେହି ଜଣେ ବହୁତ ଭଲ ମଣିଷ ଯିଏକି ହୁଏତ ସେ ବଡ଼ ହେଉଛନ୍ତି, ବଢ଼ୁଛନ୍ତି, ସେ ବଢ଼ିଲା ପରେ ସେ ଯେତେବେଳେ ପାରିବା ପଣିଆ ତାଙ୍କର ଆସିଯିବ ସେତେବେଳେ ହୁଏତ ସେ ଅଧ୍ୟକ୍ଷ ପଦରେ ଆସିକି ଏଠି ବସିବେ। ତାପରେ ଯାଇ ଏଠି କିଛି ସୁଧାର ଆସିବ ବା ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆସିବ। ଆଜି ବିଶେଷ କିଛି କହିବି ନାହିଁ, ସେ ବିଷୟରେ ମୁଁ ଖୋଳତାଡ଼ କରିବି, ଆଉ କିଛି ତଥ୍ୟ ମୋ ହାତରେ ଅଛି, ସେ ତଥ୍ୟ ବି ଆପଣମାନଙ୍କୁ ଦେବି। ଖାଲି ଏତିକି କହିବାକୁ ମୁଁ ଚାହେଁ, ନା ବିଜେଡି ନା ବିଜେପି ନା କୌଣସି ନେତା ନା କୌଣସି ପୁଲିସ ଅଫିସର ଆପଣଙ୍କୁ ରକ୍ଷା କରିବେ। ଆପଣ ନିଜେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ହେଲେ ପାଠ ତ ନିଜେ ପଢ଼ିବେ, ତାପରେ ପଢ଼ିକି ଭଲ ପରଫର୍ମ କରିସାରିଲା ପରେ ପରୀକ୍ଷାରେ ଆପଣଙ୍କର ମେଧା ବା ଯେଉଁ ସିଲେକ୍ସନର ଚାନ୍ସେସ୍ ଅଛି ତାକୁ ପ୍ରୋଟେକ୍ଟ କରିବା ପାଇଁ ହେଲେ ଆପଣଙ୍କ ହାତରେ ଆଉ ଗୋଟିଏ କଥା, ଆପଣମାନେ ନିଜେ ସଜାଗ ହେବେ, ଜଗିବେ, ଏମିତି ଏକ ମାହୋଲ ତିଆରି କରିବେ ପରୀକ୍ଷା ହଲ୍ ଭିତରେ ହେଉ ବା ବାହାରେ, ଯେଭଳି ଭାବରେ କୌଣସି ବି ସନ୍ଦିଗ୍ଧ ଗତିବିଧି ଆପଣଙ୍କ ନଜରକୁ ଆସିଲା ଅନ୍ତତଃ ପକ୍ଷେ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ କୌଣସି ନା କୌଣସି ଜାଗାରେ ଯଦି କେହି ଭଲ ଅଫିସର ଥାନ୍ତି, ଭଲ ପୁଲିସ ଥାନ୍ତି, ତାଙ୍କରି ପାଖରେ ଇନଫର୍ମେସନ ଦେବେ, ହୁଏତ ସେ ଶୁଣିପାରନ୍ତି, ହୁଏତ ମହାପ୍ରଭୁଙ୍କର କୃପା ହେଲେ ସେଇଭଳି ଅଫିସର, ସେଇଭଳି ପୁଲିସ ଅଫିସର, ସେ ଆଇପିଏସ୍ ହୁଅନ୍ତୁ ବା ଆଇଏଏସ୍ ଅଫିସର ହୁଅନ୍ତୁ, ବହୁତ ରେୟାର, କିନ୍ତୁ ସେଇମାନଙ୍କ କାନରେ ବାଜିଲେ ହୁଏତ ସେ ପର୍ଦ୍ଦାଫାଶ କରିପାରନ୍ତି ସେ ରାକେଟର। ଏବେ ଯାହା ମୁଁ ସୂଚନା ପାଉଛି ଏ ପର୍ଯ୍ୟନ୍ତ ବର୍ତ୍ତମାନ ଯେଉଁ ଆପଣ ସିଜିଏଲ ପରୀକ୍ଷା ବି ଆପଣ ଦେଇଛନ୍ତି ପ୍ରିଲିମ୍, ସେଠି ବି ଆପଣ କହିପାରିବେନି ଯେ ସମ୍ପୂର୍ଣ୍ଣ ଭାବରେ ଏବେ ଯେଉଁ ଧରପକଡ଼ ହେଇଥିଲା ଏସ୍ଆଇ ପରୀକ୍ଷା ପରେ ଯେ ରାକେଟ ପୁରା ବନ୍ଦ ହେଇଗଲା, ଇଏ ଆଦୌ ନୁହେଁ। କାହିଁକି ମୁଁ ଏକଥା କହୁଛି, ଦୁଇଟି କଥା ଉଦାହରଣରୁ ଆପଣ ଜାଣିପାରିବେ। ଗୋଟେ ଜାଣିଛନ୍ତି ଷ୍ଟେଟ୍ ସିଲେକ୍ସନ ବୋର୍ଡ ଏସ୍ଏସ୍ବି ବୋଲି ଆପଣ ମାନେ ଜାଣିଥିବେ, ସେଠି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ଚେୟାରମ୍ୟାନ ପଦବୀ ସିଏ ଖାଲି ରହିଛି, ପ୍ରେସିଡେଣ୍ଟ ପଦବୀ ସିଏ ଖାଲି ରହିଛି, ଇନଚାର୍ଜ ରହିଛନ୍ତି କିଏ ନା ଜଣେ ସେକ୍ରେଟାରୀ ଲେଭେଲର ଅଫିସର ଯିଏ ଅଛନ୍ତି ହାୟର ଏଜୁକେସନ ଡିପାର୍ଟମେଣ୍ଟର, ସିଏ ସେଠି ଇନଚାର୍ଜ ରହିଛନ୍ତି। ଆଉ ସେକ୍ରେଟାରୀ ପୋଷ୍ଟରେ ଜଣେ ଅଛନ୍ତି ଯେଉଁ ଯିଏ ପାଠ ପଢ଼ାଇବା କଥା, ଜଣେ ପ୍ରାଧ୍ୟାପକ, ସିଏ କିନ୍ତୁ ବର୍ତ୍ତମାନ ବାରମ୍ବାର, ମୁଁ ଜାଣିନି ସେ ତାଙ୍କର ଦକ୍ଷତା ଅନେକ ଥାଇପାରେ, ସେ ବାରମ୍ବାର ବିଜେପି କଲେଜରୁ ପୁଣି ଥରେ ଡେପୁଟେସନରେ ଆସିକି ସେକ୍ରେଟାରୀ ପୋଷ୍ଟରେ ରହୁଛନ୍ତି। ମହାପ୍ରଭୁ ଜାଣିଛନ୍ତି, ଆଉ ମୁଁ ମଧ୍ୟ ସଂକେତ ପାଇଛି ସେ ବ୍ୟକ୍ତିବିଶେଷଙ୍କ ଉପରେ। ସମୟ ଆସିଲେ ନିଶ୍ଚିନ୍ତ ଭାବରେ ମହାପ୍ରଭୁ ଦଣ୍ଡିତ କରିବେ। ହାତରେ ପ୍ରମାଣ ଯଦିଓ ଲାଗିନାହିଁ, କିନ୍ତୁ ଯେତିକି ପିଲାଙ୍କ ପାଖରୁ ତଥ୍ୟ ମିଳିଛି ସେ ବ୍ୟକ୍ତିବିଶେଷ ଲାଗେ ଯେ ଆଦୌ ସଚୋଟ ନୁହନ୍ତି। ଆଉ ପାରିବା ପଣିଆ କ'ଣ ରହିଛି, ସେ କେତେ ଦକ୍ଷ, ସେଟା ସମୟ ଆପଣମାନଙ୍କୁ ଜଣେଇ ଦେଇଥିବ ଇତିମଧ୍ୟରେ। ଆଉ ତା ସହିତ ଏଇଟା କହିବାକୁ ଚାହୁଁଛି, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଏ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ଖାଲି ରହିଛି। ଇନଚାର୍ଜ ଅଧ୍ୟକ୍ଷ ବା ଇନଚାର୍ଜ ଚେୟାରମ୍ୟାନ ହିସାବରେ ବୁର୍ଗି ମହାଶୟ ଅଛନ୍ତି। ସରଳ ମଣିଷ, ମୁଁ କହିବି ନାହିଁ ତାଙ୍କ ବିଷୟରେ, ମୁଁ ଯେତିକି ଜାଣିଛି, ମୁଁ ଯେତିକି ଥର ଇଣ୍ଟରାକ୍ଟ କରିଛି, ନିଶ୍ଚିତ ଭାବରେ ଜଣେ ଭଦ୍ର ମଣିଷ।
भद्र मुखा पछरे कौन थिबो सेटा मु जानी नाही किंतु मते ए पर्यंत मु जो मानक विषय जानी न थाए मु भाबे जे until unless proven guilty they are very innocent मु से व्यक्ति को एतिकी कहबी से निश्चिंत भावरे सरल मनीष किंतु मु जो कथा कहली जदि संपूर्ण क्षमता जदि दिया जाऊ नाही इनचार्ज चेयरमैन जने रहउचंती ताहले कोठी ना कोठी पावर केंद्रीभूत होउची या तो सीएमओ रु नचेत सेठी थिबा जो सेक्रेटरी जो मानकु सचिव बोली कहा जाए मु भाबुची से सचिव कहार से सचिव कहार स्वार्थ से सर्व करुचंती ये बहुत बड़ माने संकेत दिए जे बारंबार जने यदि अनेक दिन धरी जने रहउचंती से लोकों को सम्मुख को आसुनांती बा कोनोसी ना कोनोसी समय रे यदि ग्रीवांस नबार कथा आसूची सेतेबेले पछगुंचा दउचंती विद्रोह जेतेबेले होउची सामना को आसुनांती ताले आपण जानि रखिबे सिए केबे भी सचोट मनीष होई नथिबे आपण निजे देखंतु वर्तमान यूनिफॉर्म सर्विस कमिशन रे जे अछंती सार हमर रश्मि रंजन स्वाई सी केते जहाँ भी हेले सर्वसम्मुख को आसिले मीडिया सामने रे रहिले पिलांक सामना को आसिले बहुत भल भाव जहाँ भी तांकर असुविधा अच्छी सुविधा अच्छी सेटा जणैले आ पिला मानकर समस्या नहीं ए प्रतिश्रुति दबा पई सत्साहस देखैले ए जो कथा सेति पई मु साधुवाद देबी तांको आ ए कथा मध्य शुभेच्छा भी जणैबी जे निश्चित भाव से चेष्टा करंतु किंतु मु एबे आउ गोटे कथा कहबाकू चाहूची सरकारकर उद्देश्य कोन ओडिशा स्टाफ सिलेक्शन कमिशन रे ए पर्यंत अध्यक्ष पद को खाली रखी काम चला बा इनचार्ज अध्यक्ष पद रे से जिंस को चलैबा पछर कारण कोन होइताई पारे एटा गोटे माने बहुत बड़ जिंस एटा आपण माने मने रखंतु मु सेति पई कहली एटा मोर प्रसंग रे भी थिला कोपरे बढ़ुचंती हमर अध्यक्ष ए जो प्रसंग आपण उणा अधिके बुझी सारिथिबे जे काहे कि अनेक गुड़िए संस्था रे अध्यक्ष पद या तो खाली रखा जाउची नचेत इनचार्ज रखा जाउची तार उद्देश्य कौन ही थाई पारे मु एठी जदि शेष धाड़ी रे कहिबी या तो ओडिसा रे सचोट मनीषर अभाव अछि ए सचोट सरकार सचोट मनीष को अपेक्षा करिक रहिचंती केबे से बड़ हेबे केबे से दक्ष हेले तांको आनी की बसेबे नचेत खोजा चलीची जे जदि किए सचोट बाहरी पड़ी की रही जिबे ताले आमर कोनोसी ना कोनोसी कला कारनामा जना पड़ी जिवो तेणु आमे टाळटुळ नीति करी आमर किए चिन्हा परिचित थिबे सेही भलिया लोक को आनी की बसेया पई खोजा चलीची जे कॉम्प्रोमाइज्ड मनीष बा कॉम्प्रोमाइज्ड अध्यक्ष भूल के ठीक सेटा विवेक को पचारिबे किंतु आगुर भी कहिची एबे मध्य कहबी केवल महाप्रभु को भरोसा करी जे महाप्रभु आ निजर प्रचेष्टा ए दुईटी को छाड़ी देले केही आपणकर स्वार्थ रक्षा करिवे नाही सेथिपाई सजाग रुहंतु निजे जागंतु अन्य मानकु जगांतु रहुची नमस्कार जय जगन्नाथ।